ଆପଣ ନୂଆକରି କୃଷକ ପିଏମ୍ କିଷାନ ଆପ୍ଲାଏ କରିବାକୁ ଚାହୁଁଛନ୍ତି କି? ତେଣୁ ତାହେଲେ ଭିଡ଼ିଓକୁ ଦେଖନ୍ତୁ। ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ମୋର ଆଉ ଗୋଟେ ନୂଆ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ। ଦେଖନ୍ତୁ, ପିଏମ୍ କିଷାନର 18ତମ କିସ୍ତି ଆସନ୍ତାକାଲି ମିଳିଯାଇଛି। ଯେଉଁମାନଙ୍କୁ ମିଳିନି ତାହେଲେ ସେମାନଙ୍କୁ କ'ଣ ପାଇଁ ମିଳିନି ଆଜି ସେ ବିଷୟରେ ଜାଣିବା। ପିଏମ୍ କିଷାନ ସମ୍ମାନ ନିଧିର 18ତମ କିସ୍ତି ଅକ୍ଟୋବର 5ରେ ମିଳିଯାଇଛି। ପ୍ରାୟ କୃଷକ ଭାଇ ଭଉଣୀମାନଙ୍କୁ ମିଳିଯାଇଛି। ଯେଉଁମାନଙ୍କୁ ମିଳିନି ତାର କାରଣ କ'ଣ ନା ସେମାନଙ୍କର ପେଣ୍ଡିଂ ରଖାଉଛି। ପେଣ୍ଡିଂ ମାନେ ଡିଷ୍ଟ୍ରିକ୍ଟ ଲେଭେଲ ପେଣ୍ଡିଂ ଦେଖାଉଥିଲା ଆଗୁଆ, ଯେଉଁ ସେଗୁଡ଼ାକ ଏପର୍ଯ୍ୟନ୍ତ କ୍ଲିଅର ହେଇନି। ଆଉ କିଛି ଚାଷୀ ଭାଇମାନଙ୍କର EKYC କରିନାହାନ୍ତି, ତେଣୁ ସେଥିପାଇଁ ସେମାନଙ୍କୁ କ'ଣ ପଇସା ମିଳିନାହିଁ। ଅପେକ୍ଷା କରନ୍ତୁ, ଆଜି କାଲି ତ ମିଳିଛି। ଯେଉଁମାନଙ୍କର ପେଣ୍ଡିଂ ଅଛି ଏଗୁଡ଼ା ଅଛି ସେମାନେ କ୍ଲିଅର ହେଲା ପରେ ମିଳିଯାଇପାରେ। ତେଣୁ ଆପଣମାନେ ଆଉ ଦିନ ଅପେକ୍ଷା କରନ୍ତୁ, କଲା ପରେ ଆପଣମାନଙ୍କୁ ସବୁ ମିଳିଯିବ। ଏଥର ଦେଖିବା ଯେଉଁମାନଙ୍କୁ ମିଳିନି ସେମାନେ କ'ଣ କରିବେ। ଯେଉଁମାନଙ୍କ ନ୍ୟୁ ଫାର୍ମର ରେଜିଷ୍ଟ୍ରେସନ୍, ଆପଣ କ'ଣ କରିବେ, ଯେ ନୂଆକରି କହୁଛନ୍ତି ଆପଣ କୃଷକ ପିଏମ୍ କିଷାନରେ ପଇସା ପାଉନାହାନ୍ତି ବା ପାଇବେ, ତେଣୁ ନୂଆକରି ଆପଣ କ'ଣ ନ୍ୟୁ ଫାର୍ମର ରେଜିଷ୍ଟ୍ରେସନ୍ କରିବେ। ଯଦି ଯେଉଁମାନେ EKYC କରିନାହାନ୍ତି, ଯେଉଁମାନେ ପଇସା ପାଇନାହାନ୍ତି ସେମାନେ କ'ଣ କରିବେ, ନୋ ୟୋର ଷ୍ଟାଟସ୍ ମାରିକି ଦେଖିପାରିବେ। ନୋ ୟୋର ଷ୍ଟାଟସ୍, ସେଠି ଆପଣଙ୍କର ରେଜିଷ୍ଟ୍ରେସନ୍ ନମ୍ବର ଦେଇକରି କରିବେ। ଆଉ ଯେଉଁମାନେ EKYC ନାହାନ୍ତି EKYC କରିଦେବେ। ତାପରେ ଫାର୍ମର ଆପଣ ପିଏମ୍ ଯେକୌଣସି ବ୍ରାଉଜରରେ ପିଏମ୍ କିଷାନ ମାରିଦେବେ, ଆମର ଖୋଲିଯିବ ମେନ୍ ପେଜ୍। ମେନ୍ ପେଜ୍ରେ ଏଇଟା ମୁଁ ଦେଖୁଛି, ଦେଖନ୍ତୁ ଏଇଟା ହେଲା ମେନ୍ ପେଜ୍। ଏଇଠି ଆପଣଙ୍କର ବିଭିନ୍ନ ପ୍ରକାର ଅପସନ୍ ଅଛି। କିଛି ନୂଆ ଆଡ଼୍ ହେଇଛି, ଅପସନ୍ ଆଡ଼୍ ହେଇଛି, ଆପଣମାନେ ସେଟାକୁ ୟୁଜ୍ କରନ୍ତୁ। ଏଥିରେ ଆପଣମାନଙ୍କର ଡାଉଟ୍ ସବୁ କ୍ଲିୟର ହେଇଯିବ। ଏଥିରେ ଅଛି EKYC। ଆପଣ ଯଦି EKYC ମାନେ ଆପଣଙ୍କର ଫିଙ୍ଗର ପ୍ରିଣ୍ଟ OTP ଦ୍ୱାରା ଆପଣଙ୍କର ସମସ୍ତ ଡାଟା ଠିକ୍ ଠାକ୍ ଦେଇନ୍ତି କି ନାହିଁ ସବୁ କରିଦେବେ। କାରଣ ଆପଣ EKYC ନ କଲେ ସେ କ'ଣ ଗଭର୍ଣ୍ଣମେଣ୍ଟ ଭାବିବ ଏଇଟା ଆପଣ କ'ଣ ଫଲ୍ସ ବା ଆପଣ ଫେକ୍ ମାନେ ନାହାନ୍ତି। ତେଣୁ ତାପରେ ଯଦି ଯିଏ ନୂଆ କରିବାକୁ ଚାହୁଁଥିବ ନ୍ୟୁ ରେଜିଷ୍ଟ୍ରେସନ୍ ଟ୍ୟାବ୍ରେ କରିବ। ତାପରେ ଅପଡେସନ୍ ଅଫ୍ ସେଲ୍ଫ ରେଜିଷ୍ଟର୍ଡ ଫାର୍ମର, ଆପଣ ଯେଉଁ ଡାଟା ଦେଇଥିଲେ ସେ ଅପଡେଟ୍ କରିବାକୁ ପଡ଼ିବ। ଅପଡେଟ୍ କଲେ ଆପଣଙ୍କର ଡାଟା ଯାହା ଦିନକୁ ଦିନ ସବୁ କ୍ରାଇଟେରିଆ ଚେଞ୍ଜ ହେଉଛି, ଅପଡେଟ୍ କରିବେ। ତାପରେ ହେଲା ନେମ୍ କରେକ୍ସନ୍ ଆଜ୍ ପର୍ ଆଧାର। ଆଧାର ପରେ ଆପଣଙ୍କର ଆଧାର ନମ୍ବର ଯାହା ଅଛି, ଯଦି ଏଠି ଅଲଗା ନାଁ ଦେଇଥିବେ ସେଇଟା କ'ଣ କରେକ୍ସନ୍ କରିବେ। ତାପରେ ହେଲା ଅପଡେଟ୍ ଅଫ୍ ମୋବାଇଲ୍ ନମ୍ବରକୁ ଲିଙ୍କ କରିବେ। ତାପରେ ଅନଲାଇନ୍ ରିଫଣ୍ଡ, ପଇସା କେମିତି ଅନଲାଇନ୍ରେ ଫେରାଇ ପାରିବେ। ତାପରେ ହେଲ୍ପ ଡେସ୍କ ଅଛି, ଆପଣମାନେ ହେଲ୍ପ ଡେସ୍କରେ ସମସ୍ତ ସାହାଯ୍ୟ ସରକାରଙ୍କଠୁ ଯାହା ଅଛି ସବୁ ତଥ୍ୟ ବୁଝିପାରିବେ। ଆପଣଙ୍କର ଆଧାର ନମ୍ବର ମନେକର ଅଛି ଅଲଗା ନାଁ, କିନ୍ତୁ ଆପଣ ଫର୍ମ ଫିଲ୍ଅପ୍ କରନ୍ତି ଅଲଗା ନାଁ, ତେଣୁ ଏଇଟା କ'ଣ ହେବ ମ୍ୟାଚ୍ କରୁଛି, ମିସ୍ମ୍ୟାଚ୍। ତେଣୁ ଆପଣ ଏଇଟା କ'ଣ କରିବେ ନା ଅପଡେଟ୍ କରିବେ। କଲେ କ'ଣ ସମାନ ହେଇଯିବ, ଆକାଉଣ୍ଟକୁ ଟଙ୍କାଟା ଆସିବ। ଡାଉନଲୋଡ଼ ପିଏମ୍ କିଷାନ ମୋବାଇଲ୍ ଆପ୍, ଆପଣ ପିଏମ୍ କିଷାନ ମୋବାଇଲ୍ ଆପ୍ ବାହାରି ଯାଇଛି, ଆପଣ ସେଇଟାକୁ ବର୍ତ୍ତମାନ ଡାଉନଲୋଡ଼ କରିକି ଆପଣ ସେଇଟାକୁ ୟୁଜ୍ କରିପାରିବେ। ତାପରେ ଆସିଲା ଡାଉନଲୋଡ଼ KCC ଫର୍ମ। KCC ନୋ ୟୋର କିଷାନ କ୍ରେଡ଼ିଟ୍ କାର୍ଡ଼, ଯେଉଁ ତା ଫର୍ମ ବିଷୟରେ ଆପଣ ଜାଣିବେ। ଭଲ୍ୟୁଣ୍ଟାରୀ ସରେଣ୍ଡର ଅଫ୍ ପିଏମ୍ କିଷାନ ବେନିଫିଟ୍, ଯେଉଁମାନେ ସବୁ ପାଇଯାଇନ୍ତି ବେନିଫିଟ୍, ସେ ମାନେ ଅଯୋଗ୍ୟ ହିତାଧିକାରୀ ଯଦି ଆପଣ ସେଇଟାକୁ ଭଲ୍ୟୁଣ୍ଟାରୀ ସରେଣ୍ଡର ଯଦି କରିବାକୁ ଚାହୁଁନ୍ତି କରିପାରିବେ। କେଉଁମାନେ ଅଯୋଗ୍ୟ କିଛି ପାଇଯାଇନ୍ତି, ସମସ୍ତେ ପଇସା ପାଇଁ ତ ସମସ୍ତେ ଠିକ୍ ପାଆନ୍ତି, କିନ୍ତୁ ଯେ ଅଯୋଗ୍ୟ ଯେଉଁ ଭଲ ମାନବିକ ଥବ ସେମାନେ କ'ଣ ଚାହିଁବେ ଫେରିବାକୁ, ଭଲ୍ୟୁଣ୍ଟାରୀ ସେଇଟା କ'ଣ ଫେରାଇ ପାରିବେ। ତେଣୁ ହେଲା ପିଏମ୍ କିଷାନର ମେନ୍ ୱେବସାଇଟ୍। ଆପଣ ଏଇଠିକି ଯାଇକି ଆପଣ ସମସ୍ତ କ୍ୱେରି, କିଛି ନାହିଁ ନିଜ ମୋବାଇଲରେ ଘରେ ବସି କରିପାରିବେ, କାହାକୁ କିଛି ପଚାର ନାହିଁ, ସମସ୍ତ ତଥ୍ୟ ଏଇଠି ଅଛି। ତେଣୁ ଭିଡ଼ିଓଟି ଭଲ ଲାଗେ ଲାଇକ୍ କରିବେ, ସେୟାର କରିବେ। ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ।